सर्वारिष्ट खंडनम वेद प्लस बिंधावम ऐशलखनी भवन्तु किंचित अर्थ ज्ञातम। ନନା ଆପଣ ପୁରା ଠିକ ସମୟରେ ଆସି ପହଞ୍ଚିଛନ୍ତି। ହଁ ନନା ମୋର ଗୋଟେ କଥା ଆପଣଙ୍କୁ ପଚାରିଥିଲା, ମତେ ଗୋଟେ କଥା କହିଲେ ନନା। ଦେଖନ୍ତୁ ବାପା ବୋଉଙ୍କର ଶ୍ରାଦ୍ଧ ଆଉ କିଛି ଦିନ ପରେ ଆସୁଛି ନନା। ବାପା ବୋଉଙ୍କର ଶ୍ରାଦ୍ଧ ଆଉ କିଛି ଦିନ ଭିତରେ ଆସୁଛି। ଗୋଟେ କୌଣସି କାରଣ ଯୋଗୁଁ ଆମ ଘର ଭିତରେ ଯଦି ଝଗଡା ହେଇଗଲା, ଇଏ ମାଇକିନା ପଲ କହୁଛନ୍ତି ତମେ ସେପଟେ ଶୋଇବ ଆମେ ଏପଟେ ଶୋଇବୁ। ହଉ ହେଲା, ମୁଁ ମାନିଲି ତାଙ୍କ କଥା। ତମେ ତମ ସେପଟେ ଶୋଇବ ଆମେ ଆମର ଏପଟେ ଶୋଇବୁ। ହେଲେ ଆମ ଶାଢୀଟା କୋଉଠି ଶୋଇବ? ଶାଳି ହଁ ଇଏ ତାହେଲେ ଶାଳି ଇଏ ଆମ ଶାଢୀ ଜାଣିଲିୟନ ଜାଣିଲୁ ମାନେ ମୁଁ ଯାକୁ ସବୁବେଳେ ଦେଖେ। ନା 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 ସିଏ ଏସ୍ ଇଏ ଜେ ଜାନି ସିଏ ସନ୍ନି ଜାନି ସିଏ ଏସାନି ଟିକେ ମୁଁ ମସ୍ତିଷ୍କ ଟିକେ ମା ଏଠି ଟିକେ ସ୍ଲୋ ଆଉ ଟିକେ ଆଗକୁ ସେ କଣ କହିଲ କାଳେ ଖରାପ ଲୋକଙ୍କର ଦୃଷ୍ଟି ଫୃଷ୍ଟି ପଡିବ ଘରେ, କାଳେ ଖରାପ ଦୃଷ୍ଟି ନଜର ରହୁଥିବ ନା ବାରିପଟେ ନଡିଆ ଗଛରା ଖାଲି କାଳେ ରହୁଥିବ। ଗୋଟେ ଆଜ୍ଞା ମାଳ ଆଣିଛି ହେଲା, କାହାରି ନଜର କେବଳ ଆମରି ନଜର ଭିତରେ ରହିବ। ଆଜ୍ଞା ଯେ ଯୋଉ ଶାଳି କଥାଟି କହିଲ ମୋ ମନକୁ ପାଇଲା, ମୋ ମନକୁ ପାଇଲା, ଅନ୍ତରରୁ ଦିଟାଟା ଶବ୍ଦ ବାହାରୁଛି। ମୋର ଯେତିକି ସ୍ମରଣ ହଉଛି ମୁଁ ସ୍ମରଣ କରିକି ଦିଟା ଶବ୍ଦ। ଆଜ୍ଞା ନନା କହୁନାହାନ୍ତି। ଘର ନନ୍ଦିଘୋଷ କାହୁଁ ବା ଗଡିବ ସ୍ୱାର୍ଥକୁ ସାରଥି କଲେ। ହେଲା ବୁଝିଲ ପୁଅ, ଘର ନନ୍ଦିଘୋଷ କାହୁଁ ବା ଗଡିବ ସ୍ୱାର୍ଥକୁ ସାରଥି କଲେ। ତମ ଝଗଡାରେ ସେ କାହୁଁ ବା ପଶିବେ ସିଧା ଯାଇ ଆମର ଶୋଇବେଲେ। ନନା ପୁରା ପରଫେକ୍ଟ କଥା ଆପଣ କହିଛନ୍ତି, ପୁରା ସଠିକ କଥା ଆପଣ କହିଛନ୍ତି। ଆପଣ ଗୋଟେ ସେଇ କାମ କରନ୍ତୁ। ହଁ ଆପଣ ଗୋଟେ କାମ କରନ୍ତୁ, ୟାକୁ କେବଳ ଶ୍ରାଦ୍ଧ ପର୍ଯ୍ୟନ୍ତ ନେଇକି ଆପଣଙ୍କ ଘରେ ରଖିଦିଅନ୍ତୁ। ଗଲା ଯୋଉ ଦିନ ଶ୍ରାଦ୍ଧ ପରିବର୍ତ୍ତନ ମୋ ଧନ ଘରକୁ ଆସିବେ ତଳ ବଖାରେ ରଖିଦେବି। ଆଜ୍ଞା ଆଜ୍ଞା ନନା ଆଉ ଗୋଟେ କଥା ମତେ ଭାରି ଚିନ୍ତା ଲାଗୁଛି। ମତେ ଗୋଟେ କଥା କୁହନ୍ତୁ, ମାଇକିନା ପଲ କହୁଛନ୍ତି ଆଉ ତମେ ଗୋଟେ କାମ କର, ତମେ ତମର ଅଲଗା ଶୋଇବ ଆମେ ଆମର ଅଲଗା ଶୋଇବ। ମୋର ସେଇ ଚିନ୍ତାରେ ଏଇ ମାଇକିନା ପିଲାକୁ ତମେ ସିନା ଅଲଗା ହେଇକି ଶୋଇପାରିବ, ହେଲା ବା ଆମେ ଟୋକା ଗୁଡାକ ଏକୁଟିଆ କଣ କରିବୁ? ଓହୋ ତାହେଲେ ଏଇଟା ଚିନ୍ତାର କାରଣ, ତମେ କେମିତି କଣ ଶୋଇବ କଣ କରିବ ଦିଟା ପୁଅ ପିଲା ସେଇ ଚିନ୍ତାରେ। ହଁ ଏଇଟା ଗୋଟେ ବଡ ଚିନ୍ତା। ଗୋଟେ କାମ କର ପୁଅ, ଏ ବ୍ୟାଗ୍ ଟା ରଖ। ଏଇଟା ନଲା କଣ? ଏଥିରେ 4-5 କିଲୋ ଶୁଖିଲା ଆମ୍ବୁଲ ଅଛି। ଦକ୍ଷିଣରେ ମିଳିଥିଲା ତ ମୁଁ କହିଲି କାଳେ ଘରେ ପିଲା ଛୁଆ ଖାଇଦେବେ। ହଁ କଣ ସେଇ ବେସର ଫେସର ହେଇକି ହବା କଥା। ହଁ ବେସରଟା ତ ହବ। ଆଉ କିଏ ତମେ ଯେହେତୁ ଝିଅ ପିଲା ଦିଟା ଏକାଠି ରହିବ, କାଳେ ଏକୁଟିଆ ଶୋଇବେ ନା, କାଳେ ଘରେ ଚୋର ଫୋର ପଶିକି ଆଟାକ୍ କରିଦେବେ। ଯଦି ଚୋର ଫୋର ପଶିବେ, ଏକୁଟିଆ ଝିଅ ପିଲା ଦିଟା ଶୋଇବ ନା, ତାଙ୍କୁ ବାଡିଆ ପାଇଁ ଗୋଟେ ବେଲଣା କାଠି ଆଣିଛି ହେଲା, ଆକୁ ମଝିରେ ରଖିକି ଶୋଇବ, ମାନେ ମୁଣ୍ଡଟି ରଖିକି ଶୋଇବ। ଯଦି ଚୋର ଫୋର ହଠାତ୍ ଚେଷ୍ଟା କଲେ ଘରକୁ ପଶିବା ପାଇଁ ଚୋର ଗୁଡାକ, ସାଙ୍ଗେ ସାଙ୍ଗେ ଉଠିକି ବାଡେଇ ଦବ ହେଲା। ଏଇଥିରେ ବାଡେଇବ। ଆଚ୍ଛା ନନା ଇଏ ସିନ୍ ତ ଏ ପ୍ରପର୍ଟି ମାଗୁନଥିଲା। ପ୍ରପର୍ଟା ସିନ୍ ପାଇଁ ନଥିଲା, ସିନ୍ ପାଇଁ ନଥିଲା। ଆମକୁ ଆମ୍ବୁଲ ତାଙ୍କୁ ବେଲନା କାଟି। ତୁ କଣ ଚାଟୁଛୁ? ଯାଅ ତମେ ତ ସେପଟକୁ, ଆମ ଚାଲ ସେପଟକୁ ଚାଲ।